जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज हम आस्ट्रो सेशन को आगू बढ़ेगा। आस्ट्रो सेशन क्रम आज आम पढ़ा ग्रह मानकर नाम। समस्ते भावुवे सेशन टाक शुणी कौन ग्रह मानकर नाम आम कौन जानिनु। भाई यूट्यूब रे सब अवेलेबल, गूगल रे सब अवेलेबल, किंतु मो दायित्व है मु रूट लेवल रु पढ़ी मु कौन पढ़ाऊँ ग्रह मानकर नाम आपन सेटा देख। समस्त सदा सर्वदा ग्रह मानकर ओडिया नाम इंग्राजी नाम कन्फ्यूजन हुआ। एटा छोटा भिडियो हेले मध्य एटा आपण मानक प्रति अति उपादेय हो केमिति हबो चलंतु मु आपनकु कहूची। राज बाबू काइंडली देखिबे स्क्रीन आसी लगी। यस यस ब्लैक बोर्ड आसिला आसी। यस यस ग्रह मानकर नाम जहा जहा मु एस्ट्रोलॉजी शिखिला बेले प्रॉब्लम फेस करिची सेगुड़ा को मु आपण मानकु मूलभूत सिद्धांत रु केमती चेंज हबो माने केमती आपण माने जानि परिबे से जिंसटा मु कहूची। एटा गोटे इंटरैक्टिव सेशन रहिबो। आमे नवग्रह को नाटा आगो ओडिया रे लिखि दबा। सूर्य दुई रे किए आसिले, चंद्र तीन रे किए आसिले, मंगल चारि रे किए आसिले, बुध पांच रे किए आसिले, बृहस्पति छह रे किए आसिले, शुक्र सात रे किए आसिले, शनि आठ रे किए आसिले, राहु नौ रे किए आसिले, केतु। आमे समस्त अवगत अच्छो जे ये सातोटी होउचंदी ग्रह, ये दीटी होउचंदी छाया ग्रह। एटा समस्त अवगत अच्छे कि नहीं मलय? मलय अनम्यूट कर। हाँ भाई छाया ग्रह राहु केतु राहु केतु छाया। अच्छा सूर्यंकर इंग्राजी नामटी कौन? सन अच्छा चंद्रंकर इंग्राजी नामटी कौन? मून मार्स मर्क भूलैला धीरे धीरे ଯିବା। ତମେ ତମେ ତମର ଟ୍ରେନ କୁଆଡେ ପଳଉନି। ଦୟା କରି ଯେତିକି ଯେତିକି ଧୀରେ ଯିବା କଥା ସେତିକି ସେତିକି ଧୀରେ ଯାଆନ୍ତୁ। ମଙ୍ଗଳର ଅନ୍ୟ ନାମ କଣ? ଇଂରାଜୀ सन ନାମ तापरे मून तापरे ମଙ୍ଗଳର मंगल ଇଂରାଜୀ ग्रह ନାମ କହ। भूली गली बोधे मर्क्यूरी ମଙ୍ଗଳର बोधे ଇଂରାଜୀ ନାମ ହଉଛି ମାର୍ସ। ହଉ ତୁ ମ୍ୟୁଟ କର। ଏବେ ରାଜବାବୁ मार्स ଅନମ୍ୟୁଟ मार्स କରନ୍ତୁ। ରାଜବାବୁ ଅନମ୍ୟୁଟ କରନ୍ତୁ। ବୁଧର ଇଂରାଜୀ ନାମ କଣ? मर्क्यूरी ବୃହସ୍ପତିର ଇଂରାଜୀ ନାମ କଣ? जुपिटर ହଉ ଆପଣ ମାନେ ମ୍ୟୁଟ କରନ୍ତୁ। ପ୍ରତୀକ୍ଷା ଅନମ୍ୟୁଟ କର। ଆଜ୍ଞା ଭାଇନା। ଶୁକ୍ରର ଇଂରାଜୀ ନାମ କଣ? ଭାଇନା ମୁଁ ଜାଣିନି, ମୁଁ ଭୁଲି ଯାଇଛି, ମନେ ନାହିଁ। ମଳୟ ଶୁକ୍ରର ଇଂରାଜୀ ନାମ କଣ? ର ହଉଛନ୍ତି କୋach ଭୁଲିଗଲି। ରାଜାବୁ ଶନିଙ୍କର ଇଂରାଜୀ ନାମ କଣ? ସଟର୍ନ ଏଇ ଜିନିଷଟାକୁ ସଦା ସର୍ବଦା ମନେ ରଖିବେ। କାହିଁକି ନା ଯେତେବେଳେ ଭେନସ୍ ଭେନସ୍ ତାର ତ ଶୁକ୍ର ଯେତେବେଳେ ୟାର ସର୍ଟ ନୋଟ ଆସିବ ଯୋଉଠି ଲେଖା ହେଇଥିବ ଇଂଲିଶ କୁଣ୍ଡଲି ଦେଖିବେ ଆଷ୍ଟ୍ରୋସେଜ ଘରିକା ସେଠି ଏସୟୁ ଲେଖା ହେଇଥିବ। ମୁନ ର ଏମଓ ଲେଖା ହେଇଥିବ। ମାର୍ସ ର ଏମଏ ଲେଖା ହେଇଥିବ। ମର୍କ୍ୟୁରୀ ର ଏମ ଇ ଲେଖା ହେଇଥିବ। ଜୁପିଟର ର ଜେ ୟୁ ଲେଖା ହେଇଥିବ। ଭେନସ ର ଭି ଇ ଲେଖା ହେଇଥିବ। ସଟର୍ନ ର ଏସ ଏ ଲେଖା ହେଇଥିବ। ଆଉ ରାହୁ ମହାରାଜଙ୍କୁ କୁହାଯାଏ ଆସେଣ୍ଡିଂ ନୋଡ। ଇଂରାଜୀରେ ତାଙ୍କର ନାଁ ହଉଛି ଆସେଣ୍ଡିଂ ନୋଡ ନର୍ଥ ନୋଡ ବା ନର୍ଥ ନୋଡ। ଆଉ କେତୁଙ୍କ କୁହାଯାଏ କଣ ନା ଡିସେଣ୍ଡିଂ ନୋଡ। ଠିକ ଅଛି। ଆଉ ଏଠି ଆଙ୍କର କଣ ଲେଖା ହେଇଥିବ ଆଷ୍ଟ୍ରୋସେଜ କୁଣ୍ଡଳୀରେ?
ରାହୁ ଏମିତି ଷ୍ଟାର ମରା ହେଇଥିବ, କେତୁ ଏମିତି ଷ୍ଟାର ମରା ହେଇଥିବ। ଷ୍ଟାର ର ଅର୍ଥ ହଉଛି ରେଟ୍ରୋଗ୍ରେଡ ବା ବକ୍ରି। କ୍ଲିୟର? ଏଇ ଜିନିଷଟା ଅତି ଛୋଟ ଜିନିଷ ହେଲେ ମଧ୍ୟ ଏଥିରେ ବହୁତ କିଛି ଜିନିଷ ଶିଖିବାର ଅଛି। ଆପଣ ମାନେ ଯଦି ଏଇ ଭିଡିଓଟାକୁ ଭଲସେ ମନ ଦେଇ ଦେଖନ୍ତି, ଆପଣ ମାନେ କୁଣ୍ଡଳୀ ଦେଖୁ ଦେଖୁ କୋଉ ଗ୍ରହର ସର୍ଟ ନୋଟ କଣ ଲେଖା ହେଇଛି ସେଟା ଆପଣ ବୁଝିପାରିବେ। ବର୍ତ୍ତମାନ ଏଇଟା ଇଂରାଜୀ ନାମ ପଳେଇଲା, ଇଂରାଜୀ ସର୍ଟ ନାମ ପଳେଇଲା। ଆପଣ ଯେତେବେଳେ ଉତ୍କଳୀୟ କୁଣ୍ଡଳୀ ଦେଖିବେ ସେଠି କଣ ଲେଖା ହେଇଥିବ ସେଗୁଡାକ ସବୁ ବି ମୁଁ ପଢେଇବି। କଣ ଲେଖା ହେଇଥିବ? ସୂର୍ଯ୍ୟର ର ଲେଖା ହେଇଥିବ। ର ମାନେ ହଉଛି ରବି। ଯାହାର ଅନମ୍ୟୁଟ ଅଛି ଦୟାକରି ମ୍ୟୁଟ କରିଦିଅନ୍ତୁ। ଯାହାର ଅନମ୍ୟୁଟ ଅଛି ଦୟାକରି ମ୍ୟୁଟ କରିଦିଅନ୍ତୁ। ଚନ୍ଦ୍ରର ଲେଖା ହେଇଥିବ ଚ। ମଙ୍ଗଳର ଲେଖା ହେଇଥିବ ମ। ବୁଧର ଲେଖା ହେଇଥିବ bu। ବୃହସ୍ପତିଙ୍କର ଆଇଦର ବ୍ରୁ ଲେଖା ହେଇଥିବ ନହେଲେ ଗୁ ଲେଖା ହେଇଥିବ। ଶୁକ୍ରଙ୍କର ସୁ ଲେଖା ହେଇଥିବ। ଶନିଙ୍କର ସ ଲେଖା ହେଇଥିବ। ରାହୁଙ୍କର ରା ଲେଖା ହେଇଥିବ। କେତୁଙ୍କର କେ ଲେଖା ହେଇଥିବ। ଆଉ ଉତ୍କଳୀୟ କୁଣ୍ଡଳୀରେ ସବୁଠୁ ଇମ୍ପୋର୍ଟାଣ୍ଟ କଣ ନା ତାର ଆମେ ଆଉ ଗୋଟେ ବି ଡିସ୍କସନ କରିବା, ଆଉ ଗୋଟେ ବି ସେସନ ନବା ଉପରେ। ଠିକ ଅଛି? ଆଉ ଯୋଉଟା ଲଗ୍ନ ଲେଖା ହେଇଥିବ, ଯୋଉଠି ଲ ଲେଖା ହେଇଥିବ ସେଇଟା ହବ ତାର ଲଗ୍ନ। କ୍ଲିୟର? ତେବେ ଆମେ 9ଟି ଗ୍ରହଙ୍କର ଫଳାଫଳ ବିଷୟରେ ଜାଣିଲେ କେମିତି କଣ ଆମେ ଗ୍ରହ ଚିହ୍ନିବା। ତେଣୁ ଏ ଭିଡିଓଟିର ଗ୍ରହ ମାନଙ୍କର ନାମ ଆଉ ଏହାର ହେଡିଂ ଦିଆଯିବ ଗ୍ରହଙ୍କୁ କୁଣ୍ଡଳୀରୁ ଚିହ୍ନିବା କିପରି। ମୁଁ ଏଇଟା ଆପଣଙ୍କୁ ବୋଥ କହିଲି, ଇଂରାଜୀ ନାମ ବି କହିଲି, ଓଡିଆ ନାମ ବି କହିଲି। କ୍ଲିୟର ନା ଭାଇ? ଚାଲ ଠିକ ଅଛି। ତେବେ ଆଜିର ସେସନ ପାଇଁ ଏତିକି। ନେକ୍ସଟ ସେସନ ଆମେ ଜାଣିବା ଉତ୍କଳୀୟ କୁଣ୍ଡଳୀ ଏବଂ ନର୍ଥ ଇଣ୍ଡିଆନ କୁଣ୍ଡଳୀ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।